ଯାତ୍ରା ପୁସ୍ତକ 11 ପର୍ବ। ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ଓ ମିଶର ଉପରେ ଆଉ ଏକ ଉତ୍ପାତ ଆଣିବା। ତହିଁ ଉତ୍ତାରେ ସେ ତୁମ୍ଭମାନଙ୍କୁ ଏ ସ୍ଥାନରୁ ଛାଡ଼ିଦେବ। ପୁଣି ଛାଡ଼ିଦେବା ସମୟରେ ସେ ତୁମ୍ଭମାନଙ୍କୁ ନିତ୍ୟାନ୍ତ ତଡ଼ିଦେବ। ଏହେତୁ ଏବେ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ଘେନନ୍ତୁ। ଆଉ ସଦାପ୍ରଭୁ ମିଶ୍ରିୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହର ପାତ୍ର କଲେ। ପୁଣି ମିଶର ଦେଶରେ ଫାରୋଙ୍କର ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ। ଅନନ୍ତର ମୋଶା କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ 2 ପ୍ରହର ରାତିରେ ମିଶରର ମଧ୍ୟ ଦେଇ ଗମନ କରିବା। ତହିଁରେ ସିଂହାସନ ଉପବିଷ୍ଟ ଫାରୋଙ୍କର ପ୍ରଥମଜାତ ଠାରୁ ଚକି ପେଷଣକାଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିଶର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ। ଏଣୁ ସମୁଦାୟ ମିଶର ଦେଶରେ ଯେପରି କେବେ ହୋଇନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ। ମାତ୍ର ସଦାପ୍ରଭୁ ମିଶ୍ରୀୟ ଲୋକମାନଙ୍କଠାରୁ ଇସ୍ରାଏଲ ଲୋକମାନଙ୍କ ବିଷୟରେ କହନ୍ତି, ଏହା ଯେପରି ତୁମେମାନେ ଜ୍ଞାତ ହେବ, ଏଥିପାଇଁ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକୁରର ସୁଦ୍ଧା ଜିହ୍ୱା ପଜାଇବ ନାହିଁ। ତହିଁରେ ତୁମର ଏହି ସମସ୍ତ ଦାସମାନେ ମୋ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ। ତହିଁ ଉତ୍ତାରେ ମୁଁ ବାହାରି ଯିବି। ଅନନ୍ତର ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟକୁ ବାହାରିଗଲେ। ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଆମେ ଯେପରି ମିଶର ଦେଶରେ ଆପଣା ଆଶ୍ଚର୍ଯ୍ୟ କ୍ରିୟା ବହୁ ସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ। ପୁଣି ମୋଶା ଓ ହାରୁଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟ କର୍ମ କରିଥିଲେ। ମାତ୍ର ସଦାପ୍ରଭୁ ଫାରୋଙ୍କ ହୃଦୟ କଠିନ କରନ୍ତେ ସେ ଆପଣା ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ଛାଡ଼ିଦେଲେ ନାହିଁ।